ଭଗବତେ ବାସୁଦେବାୟ ନମଃ। ଅତି ବଡ଼ି ଜଗନ୍ନାଥ ଦାସ ପ୍ରଣୀତ ଶ୍ରୀମଦ୍ ଭାଗବତ ମହାପୁରାଣ। ତ୍ୱମେବ ମାତାଶ୍ଚ ପିତା ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ ବିଦ୍ୟଂ ଦ୍ରବିଣଂ ତ୍ୱମେବ ସର୍ବଂ ମମ ଦେବ ଦେବ। ଓಂ ନମୋ ଭଗବତେ ବାସୁଦେବାୟ। ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ। ନମୋ ନୃସିଂହ ଚରଣ ଅନାଦି ପରମ କାରଣ ଯାବିନୁ ଆଦି ମଧ୍ୟନ୍ତ ବିଚାରେ ନ ଘଟେ ଜଗତ ଇନ୍ଦ୍ରିୟ ଅର୍ଥ ଯେ ଜାଣଇ ସ୍ୱତେଜେ ନିତ୍ୟ ପ୍ରକାଶଇ ଆନନ୍ଦ ମନେ ବେଦସାର ବ୍ରହ୍ମାରେ ଯେ କଲା ବିସ୍ତାର ଯାହାର ରୂପ ହୃଦେ ଚିନ୍ତି ବେଦ ପୁରୁଷ ନ ଜାଣନ୍ତି ମୃତ୍ତିକା ବିକାର ଯେ ମନ୍ତ ଜଳରେ ହୁଅଇ କଳ୍ପିତ ଜଳେ ଉପଳ ବୃଦ୍ଧି କରି ମୃଗ ତୃଷ୍ଣାରେ ଯେହ୍ନେ ବାରି ରୂପ ଅରୂପ ସ୍ଥିତି ତିନି ଯାର ଗୋଚରେ ଅନୁମାନି ସ୍ୱଭାବେ ନୋହେ ସେତେ ମନ୍ତ ଏ ସାଂଖ୍ୟ ଯୋଗୀଙ୍କର ମତ ଆତ୍ମ ପ୍ରକାଶେ ସଦା ଥାଇ ନିରସ୍ତ କୁହୁକ ବୋଲାଇ ସତ୍ୟ ପରମାନନ୍ଦ ହରି ଯା ଭାବେ ଭବ ସତ୍ୟ କରି ଏମନ୍ତ ସତ୍ୟ ରୂପ ଯାର ତା ପାଦେ ମୋର ନମସ୍କାର ତାର ଚରଣେ ନିତ୍ୟ ଧ୍ୟାନ କରି ତରନ୍ତି ସାଧୁଜନ ସେ କୃଷ୍ଣ ପାଦ ହୃଦେ ଧରି ପ୍ରବନ୍ଧେ ଗୀତ ନାଦ କରି ଅଶେଷ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ ନିର୍ମଳ ମୁନିଙ୍କର ମତେ ହରିଚରିତ ଭାଗବତେ କହିବି ଅଛି ଯେତେ ଗୁଣ ସୁଜନେ ସାବଧାନେ ଶୁଣ କପଟ ଧର୍ମ ଯହି ନାହିଁ ପରମ ଶାସ୍ତ୍ର ଏ ବୋলাই ଯେ ସାଧୁ ଜନଙ୍କର ଧର୍ମ ମାୟା ବର୍ଜିତ ଶୁଦ୍ଧ କର୍ମ ସେ ଧର୍ମ ଯହି ଅନୁମାନି ଏଣେ ସଂସାରେ ଯେତେ ଜ୍ଞାନୀ ନାହିଁ ତାହାଙ୍କ ଅହଙ୍କାର ସହିଷ୍ଣୁ ଭୂତେ ଦୟାପର ତାଙ୍କ ବିଚାରେ ଧର୍ମ ଯେତେ ଶୁଣ କହିବା ଦୃଢ଼ ଚିତେ ଲକ୍ଷ ଅଲକ୍ଷ ଯେତେ ପ୍ରାଣୀ ବୋଧ ବିଚାରେ ପରିମାଣି ସେ ବସ୍ତୁ ଅଛି ଯହିଁ ପୁରୀ ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ଶ୍ରବଣ ମାତ୍ରେ ମୋକ୍ଷ ପାଇ ତାପତ୍ରିତୟ କ୍ଷୟ ଯାଇ
ହୃଦୟେ ବସଇତି କ୍ଷଣ ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ କି ପ୍ରୟୋଜନ ଏ ଜଗତେ। ଏଣୁ ଏ ଭାଗବତ ଯେହି ଶ୍ରବଣ ମାତ୍ରେ ଭକ୍ତି ଥାଇ। ଏ ଭାଗବତର ମହିମା କେ ଚିନ୍ତି ପାରେ ଗୁଣ ସୀମା। ସକଳ ଶାସ୍ତ୍ର ଫଳ ଏହି ଶ୍ରୀ ଭାଗବତ ନାମ ଯେହି। ସକଳ ବେଦ ହୋଇ ବୃକ୍ଷେ ଫଳ ଫଳିଲେ ଅନ୍ତରିକ୍ଷେ। କେତେ ହେଁ ଦିନେ ପାଚି ତଳେ ବୃକ୍ଷ ପଡ଼ିଲେ ବାୟୁ ବଳେ। ଶୁକ ଧାଇଁଲେ ତାହା ଦେଖି ପକ୍ଷୀଙ୍କ ସଙ୍ଗତ ଉପେକ୍ଷୀ। ତ ସେ ଅଧରେ କ୍ଷତ କଲା ଭିତରେ ସୁରଙ୍ଗ ଦିଶିଲା। ତହୁଁ ଗଳିଲା ରସ ସାର କିଏ ବା ଦେବା ପଟାନ୍ତର। ଅମୃତ ନିନ୍ଦେ ସ୍ୱାଦୁ ପଣେ ସୁଜନେ ପିବ ଅନୁକ୍ଷଣେ। ଆନନ୍ଦେ କର ସୁଧା ପାନ ଯେଣେ ପାଇବ ଦିବ୍ୟ ଜ୍ଞାନ। ଏ ରସ ଚାରି ବେଦ ମୂଳ ନିଗମ ବୃକ୍ଷର ଏ ଫଳ। ପିବ ଜୀବନ ଅନ୍ତ ଯାଏ ଯେବେ ବଞ୍ଚିବ ମାୟା ମୋହେ। ଏବେ ହୋ ଶୁଣ ସାବଧାନେ ହରି ଚରିତ ଶୁଦ୍ଧ ମନେ। ସର୍ବଦେବଙ୍କ ରମ୍ୟ ସ୍ଥାନ ନାମ ତା ନୈମିଷ ଅରଣ୍ୟ। କଳିର ଆଗମନ ଦେଖି ମୁନି ଏ ସ୍ଥାନ ଉପଲକ୍ଷୀ। ସୌନକ ଆଦି ମୁନି ଗଣେ ମିଳିଲେ ନୈମିଷ ଅରଣ୍ୟେ। କଳି କଳୁଷେ ଭୟ କରି ମୁନି ଏକାନ୍ତେ ବିଚାରି। ସଂକଳ୍ପ କରି ଏକ ତୁଲେ ମହାସୁଯଜ୍ଞ ଆରମ୍ଭିଲେ। ଜାଣନ୍ତି ଶୁଭପ୍ରଦ ବାଞ୍ଛା ସ୍ୱର୍ଗାଦି ଲୋକେ କଲେ ଇଚ୍ଛା। ସକଳେ ମିଳି ପ୍ରାତଃକାଳେ କର୍ମ ସମ୍ପାଦିଣ ଅନଳେ। ସୁତ ମୁନିଙ୍କି ପୂଜା କରି ବସିଲେ ସକଳେ ଆବରି। ସକଳ ମୁନି ଶୁଦ୍ଧ ମନେ ପୁଥିଲେ ଅମୃତ ବଚନେ। ଋଷି ଉବାଚ ହେ ସୁତ ଶୁଣ ସାବଧାନେ ତୁମ୍ଭ ମହିମା ଅନୁମାନେ। ସର୍ବପୁରାଣ ଇତିହାସ ଶୁଣିଲୁ ତୁମ୍ଭର ସକାଶ। ସଂସାରେ ଧର୍ମ ଶାସ୍ତ୍ର ଯେତେ ସର୍ବଗୋଚର ତୁମ୍ଭ ମତେ। ବେଦ ବିଦଙ୍କ ମଧ୍ୟେ ଶ୍ରେଷ୍ଠ ଯେ ବ୍ୟାସ ମୁନି ତପୋନିଷ୍ଠ। ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ ଏକଥା ଭଲେ ଜାଣୁ ଆମ୍ଭେ। ପୂର୍ବେ ଯେ ଥିଲେ ବହୁ ମୁନି ତାଙ୍କ ବଚନ ଅଛୁ ଶୁଣି। ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣେ ଯେତେ କହି।
ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ। ଦଇବେ ଅଛି ଏହି ମତ ଯେ ଶିଷ୍ୟ ଗୁରୁର ଭକତ। ଶିଷ୍ୟ ଭକ୍ତିରେ ଦୟା ବହେ ସକଳ ଗୂଢ଼ ତତ୍ତ୍ୱ କହେ। ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଅଗ୍ରତେ। ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେ ମନ୍ତେ। ଯେଣେ ତୁଟଇ ବିଷ୍ଣୁ ମାୟା କହ ଆମ୍ଭକୁ ଯେବେ ଦୟା। ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ। ସ୍ୱଭାବେ ମନ୍ଦମତି ହନ୍ତି ପ୍ରାଣୀକି ଉପଦ୍ରବ ଚିନ୍ତି। ଯୁଗ ବ୍ୟବହାରେ ପରିମାଣୀ ସକଳ ଧର୍ମ ତୁମ୍ଭେ ଜାଣି। ଯେ ଧର୍ମ ଶୁଭ ତୁମ୍ଭ ମତେ ସାର ଉଦ୍ଧାରି ଦୃଢ଼ ଚିତେ। କହ ସଂସାରେ ପ୍ରାଣୀଙ୍କର ଯେମନ୍ତେ ମାୟାରୁ ନିସ୍ତାର। ଯେଣେ ପ୍ରସନ୍ନ ହୋଇ ହରି ଏ ଜୀବ ଆତ୍ମାକୁ ଉଦ୍ଧାରି। ତୁମ୍ଭେ ପ୍ରସନ୍ନେ ଜଗ ବଳେ ପ୍ରକାଶ କର ମହି ତଳେ। କି ପ୍ରୟୋଜନେ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ। ସେ ହେତୁ କହ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ। ସଂସାରେ ଯାର ଅବତାର ପ୍ରାଣୀ ମଙ୍ଗଳ ବୃଦ୍ଧି କର। ଜଗତ ତାରେ ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ। ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି। ଯାହାର ନାମ ଉଚ୍ଚାରିଲେ ସଂସାରୁ ତରି ଯାନ୍ତି ଭଲେ। ଯେ ଭୟ ଯିବ ତେଜ ହରେ ସେ ହରି ନାମ ଶୁଣି ଡରେ। ଯାର ଚରଣ ଆଶ୍ରୟ କରି ପବିତ୍ର ହନ୍ତି ବ୍ରହ୍ମଚାରୀ। ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେ ସନେ ସ୍ନାନ ପାନେ। ଯାହାର ଯଶ ପୁଣ୍ୟ ଶ୍ଲୋକେ ମୁଖେ ଭଣନ୍ତି ସର୍ବଲୋକେ। କଳି କଳୁଷ ନ ଲାଗଇ କେବା ନାତରେ ଏହା ଗାଇ। ଯା ଯଶ ଗାଇ ମୁନିଗଣେ ସୁଖେ ତରନ୍ତି ଭବ ବନେ। ଯେ ହରି ବ୍ରହ୍ମାଣ୍ଡ ଭିତରେ ଲୀଳା ସରାଗେ ଅବତରେ। ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶ କି ରୂପେ କରେ ତା ପ୍ରକାଶ। ମତ୍ସ୍ୟାଦି ଅବତାର ମାନ ଧରିଣ ପ୍ରଭୁ ଭଗବାନ। ଆତ୍ମାର ଯୋଗ ମାୟା ବଳେ ବିହରେ। ସେ ହରି ସ୍ୱଚ୍ଛ ଶୁଭ କଥା କହ ହେ ସୁତ ଧର୍ମ ଜ୍ଞାତା। ତାର ମହିମା ଶୁଣି ନିତ୍ୟେ ଦର୍ଶନ ଲଭୁ ଆମ୍ଭ ଚିତ୍ତେ। ଜିହ୍ୱା ଯେ ସନେ ସୁଧା ରସ ପିବନ୍ତେ ନୁହଁଇ ସନ୍ତୋଷ। ଅନନ୍ତ ସଙ୍ଗେ ଥାଇ ହରି ଜଗତେ ଯେତେ କର୍ମ କରି। କପଟେ ନର ରୂପ ଧରି ଅତି ମାନୁଷ କର୍ମ କରି। କଳି ଆଗମ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷି। ଏ ପୁଣ୍ୟ କ୍ଷେତ୍ରେ ଶୁଭ କର୍ମେ କୃଷ୍ଣର କଥା ଅନୁକ୍ଷଣେ। କରି ତରିବୁ ବିଷ୍ଣୁ ମାୟା ଭମୁନି ତୁମ୍ଭେ କର ଦୟା। ଆମ୍ଭର ପୂର୍ବ ପୁଣ୍ୟ ଫଳେ
ସଙ୍ଗ ହୋଇଲା ତୁମ୍ଭ ମେଳେ। ଏ ଭୟଙ୍କର କଳିକାଳେ ଆମ୍ଭେ ଯେ ଅଛୁ ଭବ ଜଳେ। ଏ ଜଳୁ ତୁମ୍ଭେ କର ପାର ବୋଇତେ ଯେହ୍ନେ କର୍ଣ୍ଣଧାର। ଯେ ହରି ବ୍ରାହ୍ମଣ ବତ୍ସଳ ସର୍ବଦେବଙ୍କ ଆଦି ମୂଳ। କବଚ ଯେହୁ ଧର୍ମ ଅଙ୍ଗେ ସୁଖେ ବିହରେ ନାନା ରଙ୍ଗେ। କଳି ଆଗମେ ଭଗବାନ ଗମିଲେ ଆପଣା ଭୁବନ। ଯେ ଧର୍ମ ସଂସାର ରଖିବ ସେ କାହିଁ ଶରଣ ପଶିବ। ଏ କଥା କହ ମୁନିବର ଆମ୍ଭ ସଂଶୟ ଯାଉ ଦୂର। ଏମନ୍ତେ ନଇମିଷ ତୀର୍ଥେ ସୁତ ମୁନିଙ୍କର ଅଗ୍ରତେ। ସୌନକ ଆଦି ମୁନିଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ। ନିର୍ମଳ ବିଷ୍ଣୁର ଚରିତ କୃଷ୍ଣ ବିଷୟ ଭାଗବତ। ସୁଜନ ଜନଙ୍କର ହିତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟୋପାଖ୍ୟାନେ ସୌନକ ଆଦି ମୁନି ପ୍ରଶ୍ନ ନାମ ପ୍ରଥମ ଅଧ୍ୟାୟ।